हेलो फ्रेंड्स। आज मु दुईटा ट्रेड नहीं गोटे प्रॉफिट आ गोटे लॉस रे बाहर थी। सो आज कौन साइकोलॉजी थिला कोड मु ट्रेड नहीं देखा। आज सेंसेक्स रे एक्सपायरी थिला। सो देखि पारथुबे एटा हला निफ्टी बैंक एटा सेंसेक्स। सो ऊपर साइड रे कौनसी भी स्टॉप लॉस नाही, ऊपर साइड रे किछि भी स्टॉप लॉस नाही। मार्केट जदी जीवो डाउन साइड ही जीवो। मोर कालिका प्लान थिला, कालिका मोर प्लान थिला कि जे मार्केट स्टार्टिंग रु मोर प्लान थिला मार्केट ऊपर को जीवनी तळु जीवो बोली। तो ସେଥିପାଇଁ ଯେତେବେଳେ ଏତେ ବଡ ଗ୍ୟାପ୍ ଡାଉନ୍ କଲା ଏବଂ ଗ୍ୟାପ୍ ଡାଉନ୍ କରିସାରିଲା ପରେ ଦେଖିପାରୁଥିବେ ଏଇ ଜାଗାରେ କଣ କରିଛି ନା ଏପଟେ 78,500 ଏବଂ 55,500 ଲେଭେଲକୁ ଯେତେବେଳେ ବ୍ରେକ୍ କରିଛି, ଯେତେବେଳେ ବ୍ରେକ୍ କଲା 78,000 ଲେଭେଲ ଏବଂ 56,500 ଲେଭେଲ ବ୍ରେକ୍ କରିକି ଉପରକୁ ଯାଇଥିଲା। ଉପରକୁ ଯାଇକି ଏଇଠି ହାଇୟର ହାଇକି ଏଇ ଜାଗାରେ କଣ କଲା ନା ହାଇୟର ହାଇକି ବ୍ରେକ୍ କଲା, ହାଇୟର ହାଇକି ବ୍ରେକ୍ କଲା ଏବଂ ଏଠି ମଧ୍ୟ ହାଇୟର ହାଇକି ବ୍ରେକ୍ କରୁଛି। ତ ସେଇ ଟାଇମରେ ମୁଁ ଏଠି ଡାଉନ୍ ସାଇଡ୍ ପାଇଁ ନେଇଥିଲି ଏବଂ ଟାର୍ଗେଟ ଥିଲା ମୋର ଡେ ଲୋ। ଏ ଡେ ଲୋ ଥିଲା ମୋ ଟାର୍ଗେଟ, ବଟ୍ ଏଟା ଫାଷ୍ଟ ଯେତେବେଳେ ଖସିକି ଯେତେବେଳେ ଏଇଠି ଏତେ ବାଟ ପର୍ଯ୍ୟନ୍ତ ପହଞ୍ଚିଲା ସେଠୁ ଫାଷ୍ଟ ଟ୍ରେଡ୍ ବାହାରି ଯାଇଥିଲି। ଲଜିକ୍ କଣ ଥିଲା? ଲଜିକ୍ ଥିଲା 78,500 ଲେଭେଲ ଉପରେ 56,500 ଲେଭେଲ ଉପରେ ଉଠିକି ଗୋଟେ ମିନିଟ କ୍ୟାଣ୍ଡେଲ ହାଇ କୁ ବ୍ରେକ୍ କରୁଛି। ତ ସେଥିପାଇଁ ମୁଁ ନେଇଥିଲି ଟ୍ରେଡ୍ ଏବଂ ସେକେଣ୍ଡ ଟ୍ରେଡ୍ ମୋ ଲସ୍ ହେଇଥିଲା। ସେକେଣ୍ଡ ଟ୍ରେଡ୍ ମୁଁ କୋଉଠି ନେଇଥିଲି ନା ସେକେଣ୍ଡ ଟ୍ରେଡ୍ ମୁଁ ଏଇ ଜାଗାରେ ନେଇଥିଲି ଯେତେବେଳେ ମାର୍କେଟ ଡାଇରେକ୍ଟଲି ବ୍ରେକ୍ ଡାଉନ୍ କଲା 78,000 ଲେଭେଲ କୁ ଏବଂ ଏଠି ଯେତେବେଳେ କନସୋଲିଡେଟେଡ୍ କଲା ମୁଁ ଏଇଠି ନେଇଥିଲି ବାୟ କରିବା ପାଇଁ। ମାର୍କେଟ ଭାବୁଥିଲି ରିକଭରି କରିବ, କିନ୍ତୁ ମାର୍କେଟ କଣ କଲା ସ୍ଲୋଲି ଖସିଲା। ଏଇ ଜାଗା ନେଇଥିଲି, ବଟ୍ ଏତେ ବାଟ ମୋର ଲସ୍ ହେଇଥିଲା କାହିଁକି ନା ଏଠି ଏକ୍ସପାୟରି ଥିଲା। ତ ସେଥିପାଇଁ ମୁଁ ଏତେ ସମୟ ୱେଟ୍ କରିନଥିଲି। ତ ଯେତେବେଳେ ମାର୍କେଟ ଡାଉନ୍ ହେଲା ମୁଁ ଏଇଠୁ ବାହାରି ଯାଇଥିଲି, କିନ୍ତୁ ମୋ କନଭେନ୍ସନ କରୁଥିଲା ନା ମାର୍କେଟ ଉପରକୁ ଏଟଲିଷ୍ଟ 78,000 ଲେଭେଲ ଉପରକୁ ଯିବା ପାଇଁ, କାହିଁକି ନା ଡାଇରେକ୍ଟ ମାର୍କେଟ ଆସିକି ମାର୍କେଟ କ୍ରସ୍ କରିକି ଯାଇପାରିବନି। ଯଦି ଯିବ ଗୋଟେ ରିକଭରି ଦେଇକି ଯଦି ମାର୍କେଟ ଖସିବାର ଅଛି ଖସିବ, କିନ୍ତୁ ସିଏ ଏକ୍ଜାକ୍ଟଲି କଣ କଲା ମୋ ଷ୍ଟପ୍ ଲସ୍ ଖାଇକି ମାର୍କେଟ ଉପରକୁ ଉଠିଗଲା। ଆଜି ପାଇଁ ଏତିକି, ଦେଖା ହବ କାଲିକି।